ପାଳଙ୍ଗ ଶାଗ ତ ଦେହ ପାଇଁ ବହୁତ ହିତକାରକ। ଏବେ ପ୍ରଚୁର ପରିମାଣରେ ପାଳଙ୍ଗ ଶାଗ ମିଳୁଛି। ମୁଁ ଆଜି ବିନା କୌଣସି ବଟା ମସଲା ଦେଇ ଆଲୁ ପାଲକ ବା ପାଳଙ୍ଗ ଆଳୁ ତରକାରୀ ବନେଇବି। ଥରେ ଏମିତି ମୋ ଷ୍ଟାଇଲରେ ପାଳଙ୍ଗ ଆଳୁ ତରକାରୀ ପ୍ରସ୍ତୁତ କରନ୍ତୁ। ଏ ଢାବା ରେଷ୍ଟୁରାଣ୍ଟ ତରକାରୀଠୁ ବି ଟେଷ୍ଟି ଲାଗିବ। ଆପଣଙ୍କୁ ବହୁତ ସହଜରେ ଆଉ କମ୍ ସମୟରେ ପ୍ରସ୍ତୁତ କରି ପଖାଳ ଭାତ, ଗରମ ଭାତ, ରୁଟି, ପରଟା ସହିତ ଖାଇପାରିବେ। ନହେଲେ ଟିଫିନ୍ ବକ୍ସରେ ବି ଦେଇପାରିବେ। ନମସ୍କାର, ଟ୍ୱିଙ୍କଲ୍ କିଚେନ୍କୁ ଆପଣମାନଙ୍କୁ ସ୍ୱାଗତ। ପାଳଙ୍ଗ ଶାଗ ଆଳୁ ତରକାରୀ ପାଇଁ ମୁଁ ଏଠି 3 ବିଡ଼ା ପାଳଙ୍ଗ ଶାଗ ନେଇଛି। ମୁଁ ଏଠି ପାଳଙ୍ଗ ଶାଗକୁ ଭଲ ଭାବେ ବାଛିଲା ପରେ ପାଣିରେ 3 ରୁ 4 ଥର ଧୋଇକି ନେଇଯାଇଛି। ଏବେ ଆମେ ପାଳଙ୍ଗ ଶାଗକୁ କାଟିବା। ପାଳଙ୍ଗ ଶାଗକୁ ପୁରା ଛୋଟ ଛୋଟ କରି କାଟିକି ନେବେ। ପାଳଙ୍ଗ ଶାଗକୁ ଗୋଟା ଧୋଇଲା ପରେ ପାଳଙ୍ଗ ଶାଗକୁ କାଟିବେ, କାରଣ ପାଳଙ୍ଗ ଶାଗରେ ବହୁତ ବାଲି ଆଉ ମାଟି ଥାଏ। ଏମିତି ଭାବେ ମୁଁ ଏଠି ସବୁ ପାଳଙ୍ଗ ଶାଗକୁ କାଟିକି ନେଇଯାଇଛି। ତରକାରୀରେ ପକାଇବା ପାଇଁ ମୁଁ ଏଠି କିଛି ଆଳୁ ନେଇଛି। ମୁଁ ଏଠି 3ଟା ଛୋଟ ସାଇଜ୍ର ଆଳୁ ନେଇଛି ଆଉ 2ଟା ଟିକେ ବଡ଼ ସାଇଜ୍ର ଆଳୁ ନେଇଛି। ମୁଁ ଏଠି ଆଳୁର ଉପର ଚୋପାକୁ ଛଡ଼େଇକି ନେଇଯାଇଛି। ଛୋଟ ଆଳୁକୁ ସେମିତି ଗୋଟା ରଖିବା ଆଉ ଟିକେ ବଡ଼ ସାଇଜ୍ ଆଳୁକୁ ଆପଣ 3 ରୁ 4 ଖଣ୍ଡ କରି କାଟିକି ନେଇଯିବେ। ମିଡ଼ିୟମ୍ ସାଇଜ୍ ଆଳୁ ରହିଲେ ତାକୁ ମଝିରୁ 2 ଖଣ୍ଡ କରି କାଟିକି ନେବେ। ଆପଣଙ୍କ ପାଖରେ ଯେଉଁ ସାଇଜ୍ର ଆଳୁ ଥିବ ସେ ଅନୁସାରେ ଆଳୁକୁ କାଟିକି ନେବେ। ପାଳଙ୍ଗ ଶାଗ ଆଳୁର କ୍ୱାଣ୍ଟିଟି ଆପଣ ଆପଣଙ୍କ ହିସାବରେ କମ୍ ବେଶୀ କରିପାରିବେ। ଏବେ ଆମେ ଗୋଟେ କଣ୍ଟା ଚାମଚ ଦେବା ଆଉ ଆଳୁକୁ ଏମିତି ଟିକେ ଟିକେ କଣା କରିଦେବା। ଏହାଦ୍ୱାରା ଆଳୁ ଭିତରକୁ ଲୁଣ ମସଲା ଭଲସେ ଯାଇପାରିବ। ତରକାରୀରେ ପକାଇବା ପାଇଁ ମୁଁ ଏଠି 12 ରୁ 15 ପାଖୁଡ଼ା ରସୁଣ ନେଇଛି। ରସୁଣର କ୍ୱାଣ୍ଟିଟି ଟିକେ ଅଧିକ ରଖିବେ। ତା ସହିତ ମୁଁ ଏଠି 2ଟା କଞ୍ଚା ଲଙ୍କା ଆଉ 1 ଇଞ୍ଚର ଅଦା ନେଇଛି। ଆପଣଙ୍କୁ ଯେତିକି ରାଗ ଦରକାର ସେ ଅନୁସାରେ କଞ୍ଚା ଲଙ୍କା ନେବେ। ମୁଁ ଏଠି 2ଟା ମିଡ଼ିୟମ୍ ସାଇଜ୍ର ପିଆଜ ଆଉ 2ଟା ମିଡ଼ିୟମ୍ ସାଇଜ୍ର ଟମାଟୋ ନେଇଛି। ଯଦି ଆପଣଙ୍କ ପାଖରେ ଦେଶୀ ଟମାଟୋ ଥିବ ଆପଣ ଏହି ତରକାରୀରେ ଦେଶୀ ଟମାଟୋ ପକାଇବେ। ଏହାଦ୍ୱାରା ତରକାରୀର ଟେଷ୍ଟ ବହୁତ ଭଲ ଆସିବ। ଏବେ ଆମେ ସବୁକୁ ଛୋଟ ଛୋଟ କରି କାଟିକି ନେଇଯିବା। ମୁଁ ଏଠି ରସୁଣ, ଅଦା, କଞ୍ଚା ଲଙ୍କାକୁ ଟିକେ ଛୋଟ ଛୋଟ କରି କାଟିଛି ଆଉ ପିଆଜକୁ ଟିକେ ବଡ଼ ବଡ଼ ଖଣ୍ଡ କରି କାଟିକି ନେଇଛି। ତା ସହିତ ମୁଁ ଏଠି ଟମାଟୋକୁ ବି କାଟିକି ନେଇଯାଇଛି। ମୁଁ ଏଠି କଡ଼େଇରେ କିଛି ତେଲ ଦେଇ ଗରମ ହେବାକୁ ରଖିଥିଲି। ତେଲ ଭଲ ଭାବେ ଗରମ ହେଲା ପରେ ମୁଁ ଏଥିରେ କାଟିକି ରଖିଥିବା ଆଳୁକୁ ଦେଇ ଦେଉଛି। ତାପରେ ଆମେ ଏଥିରେ ସ୍ୱାଦ ଅନୁସାରେ ଲୁଣ ପକାଇବା। ଆଳୁ ପାଇଁ ଯେତିକି ଲୁଣ ଦରକାର ସେତିକି ଲୁଣ ପକାଇବେ। ଏବେ ଆମେ ସବୁକୁ ଭଲ ଭାବେ ମିକ୍ସ କରି ଆମକୁ ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ ଭାଜିବା। ଯେମିତି ଆଳୁ ଟିକେ ଲାଇଟ୍ ଗୋଲ୍ଡେନ୍ ବ୍ରାଉନ୍ କଲର୍ ହେଇ ଭାଜି ହେଇଯିବ ଆଉ ଆଳୁ 30% ପର୍ଯ୍ୟନ୍ତ ସିଝିଯିବ। ଆଳୁ ଏଠି ଭଲସେ ଲାଇଟ୍ ଗୋଲ୍ଡେନ୍ ବ୍ରାଉନ୍ କଲର୍ ହେଇ ଭାଜି ହେଇଗଲାଣି। ଏବେ ଆମେ ଆଳୁକୁ ଗୋଟେ ପ୍ଲେଟ୍ରେ କାଢ଼ିଦେବା। ତେଲ ଏଠି ଗରମ ଅଛି। ମୁଁ ଏବେ ସେମ୍ ତେଲରେ ଗୋଟେ ଶୁଖିଲା ଲଙ୍କା, ଅଧା ଛୋଟ ଚାମଚ ଜିରା ଦେଉଛି। ଏବେ ଆମେ ଜିରା ଆଉ ଲଙ୍କାକୁ ଭଲ ଭାବେ ଭାଜିବା। ଜିରା ଲଙ୍କା ଭଲସେ ଭାଜି ହେଇଗଲା ପରେ ଆମେ ଏଥିରେ କାଟିକି ରଖିଥିବା ଅଦା, କଞ୍ଚା ଲଙ୍କା ଆଉ ରସୁଣକୁ ଦେଇଦେବା। ସବୁକୁ ଭଲ ଭାବେ ମିକ୍ସ କରି ଆମକୁ 20 ରୁ 30 ସେକେଣ୍ଡ ପର୍ଯ୍ୟନ୍ତ ଫ୍ରାଏ କରିବା। ଆପଣ ଆକୁ ଅଧିକ ସମୟ ଭାଜିବେନି। 20 ରୁ 30 ସେକେଣ୍ଡ ପରେ ଆମେ ଏଥିରେ କାଟିକି ରଖିଥିବା ପିଆଜକୁ ଦେଇଦେବା ଆଉ ସବୁକୁ ଭଲ ଭାବେ ମିକ୍ସ କରି ପିଆଜକୁ ଲାଇଟ୍ ଗୋଲ୍ଡେନ୍ ବ୍ରାଉନ୍ କଲର୍ ହେବା ପର୍ଯ୍ୟନ୍ତ ଭାଜିବା। ପିଆଜ ଏଠି ଭଲସେ ଭାଜି ହେଇଗଲାଣି। ଏବେ ମୁଁ ଏଥିରେ 1/3 ଟେବୁଲ୍ ସ୍ପୁନ୍ ହଳଦୀ ଗୁଣ୍ଡ ଆଉ ଗୋଟେ ଛୋଟ ଚାମଚ କାଶ୍ମୀରୀ ଲଙ୍କା ଗୁଣ୍ଡ ପକାଇଛି। ମୁଁ ଯେଉଁ କଞ୍ଚା ଲଙ୍କା ନେଇଥିଲି ସେ ରାଗ ଥିଲା, ସେଥିପାଇଁ ମୁଁ ଏଥିରେ ଲଙ୍କା ଗୁଣ୍ଡ ପକାଇନି। କାଶ୍ମୀରୀ ଲଙ୍କା ଗୁଣ୍ଡ ବେଶୀ ରାଗ ନଥାଏ। ଆପଣ ଚାହିଁଲେ ଏଠି ଲଙ୍କା ଗୁଣ୍ଡ ପକାଇ ପାରିବେ। ସବୁକୁ ଭଲ ଭାବେ ମିକ୍ସ କରି 20 ରୁ 30 ସେକେଣ୍ଡ ପର୍ଯ୍ୟନ୍ତ ଫ୍ରାଏ କଲା ପରେ ଆମେ ଏଥିରେ ଭାଜିକି ରଖିଥିବା ଆଳୁକୁ ଦେଇଦେବା। ତାପରେ ମୁଁ ଏଥିରେ କାଟିକି ରଖିଥିବା ଟମାଟୋକୁ ଦେଇ ଦେଉଛି। ଏବେ ଆମେ ଏଥିରେ ସ୍ୱାଦ ଅନୁସାରେ ଲୁଣ ପକାଇବା। ମସଲା ପାଇଁ ଯେତିକି ଲୁଣ ଦରକାର ସେତିକି ଲୁଣ ପକାଇବେ। ତାପରେ ମୁଁ ଏଥିରେ ଗୋଟେ ଛୋଟ ଚାମଚ ଜିରା ଧନିଆ ଗୁଣ୍ଡ ପକାଇଛି।
एबे आमे सबको भल भाबे मिक्स करी आमे को लो फ्लेम रे 20 रु 30 सेकेंड पर्यंत फ्राए करिबा। तापरे आमे को कवर करी लो फ्लेम रे 7 रु 8 मिनिट पर्यंत कुक करिबा जेमति आलू 80 रु 90% पर्यंत सिझी जिवो। मझिरे मझिरे घोड़णी काढ़ी आपण आलू को गोलौथिबे नहले आर तळपट लागी पोड़ी जाई पारे। जदि आपन को लागुथिबो मसला कड़ाई रे लागी पोड़ी जिवो ताले आपण एथिरे 3 रु 4 छोट चम्मच पानी देई परिबे। आपण एथिरे अधिक पानी देबेनी। मु आपन को गोटे छोट रिक्वेस्ट करूची जदि आपन को एही रेसिपी भले लागिबो ताले को लाइक करिवे, आपन को सांग मानक सहित शेयर करिवे। जदि एपर्यंत मो चैनल को सब्सक्राइब करि नांती ताले सब्सक्राइब करबा को जमार भूलिबेनी। पाखथिया बेल आइकन ने ऑल नोटिफिकेशन ने क्लिक करिवे। एहा द्वारा मो जो वीडियो आसीबो आपन प्रथमे देखि परिबे। जदि फेसबुक रे देखुचंती ताले फॉलो करबा को जमार भूलिबेनी। 7 रु 8 मिनिट पर मैं घोड़णी काढ़ी देछि। एबे आमे सबु को आउ थरे भल भाबे मिक्स करि दबा। टमाटो एटी भल से सिझी जाइछि। आलू भी एटी 80 रु 90% पर्यंत सिझी जाइछि। एबे आमे आलू मसला को टिके खेळै दबा आ ता ऊपर एबे आमे पालंग साग को दबा। पालंग साग को भी एमती कड़ाई रे चारिपट साइड को खेळै खेळै की देबे। तापरे मु एथिरे स्वाद अनुसार लूण पकाउची। पालंग साग पई जतिके लूण दरकार मु एठी पकाई देइची। आपण चाहिले पछरे पकाई परिबे। आपण देखिकी लूण पकाइबे कारण आमे आलू आ मसला रे लूण पकाइचे। तापरे मु एथिरे गोटे छोट चम्मच कसूरी मेथी दउची। एठी ऑप्शनल अछि किंतु पकाइकी देखिबे पालंग साग तरकारी रो टेस्ट बहुत भल आसीबो। तापरे मु एथिरे आधा छोट चम्मच गरम मसला गुंड पकाइची। अधिक गरम मसला गुंड दबा दरकार नहीं। एबे आमे को कवर करी लो फ्लेम रे 5 रु 6 मिनिट पर्यंत कुक करिबा। 5 रु 6 मिनिट पर मैं घोड़णी काढ़ी देइची। साग एटी भल से सिझी जाइची। एबे आमे सब को भल से मिक्स करि दबा। एबे हमको मीडियम टू हाई फ्लेम रे 3 रु 4 मिनिट पर्यंत कुक करिबा जेमती ए तरकारी रे जो पानी अछि से भल से ड्राई हे जिवो। मेठी आपन को देखै दउची देखि परथिबे आलू एटी भल से सिझी जाइची। एटी 3 रु 4 मिनिट हे गलानी। सब को एबे हमें आउ थरे भल भाबे मिक्स करि दबा आ गैस बंद करि दबा। आलू पालंग साग तरकारी एटी रेडी हे जाइची। आपण ए रेसिपी को जगार देखुचंती कमेंट सेक्शन में जणैबे। जदि आपन को एही आलू पालंग साग तरकारी रेसिपी भल लागिथिबो ताले को लाइक करिवे। आपन को सांग मानक सहित शेयर करिवे। जदि एपर्यंत मो चैनल को सब्सक्राइब करि नांती ताले सब्सक्राइब करबा को जमार भूलिबेनी। पाखथिया बेल आइकन ने ऑल नोटिफिकेशन ने क्लिक करिवे। एहा द्वारा मो जो वीडियो आसीबो आपन प्रथमे देखि परिबे। जदि फेसबुक रे देखुचंती ताले फॉलो करबा को जमार भूलिबेनी। थैंक यू फॉर वाचिंग।